ଦେଖନ୍ତୁ ଝୁଣା ଧୂପ କେମିତି ତିଆରି ହଉଛି। ତ ଆଜି ଦେଖନ୍ତୁ ସ୍ମୁଥଲି ମେସିନ୍ ଚାଲିଛି। ତ ଏବେ ମୁଁ ଚଲେଇବି। ଦେଖନ୍ତୁ ମେସିନ୍ ଯୋଉ ଗିଅର ଅଏଲ ଦେଲା ପରେ ମେସିନ୍ ଆବାଜ ବହୁତ କମିଗଲା। ସ୍ମୁଥ ବି ଚାଲୁଛି ପୁରା ମେସିନ୍। ଦେଖନ୍ତୁ ଇଏ ପୁରା କେମିତି କାଠି ପୁରା ସାଇଜ ଦେଖନ୍ତୁ। କାଠି ସାଇଜ ପୁରା ମାନେ ପୁରା ଭଲ କ୍ୱାଲିଟିର ଝୁଣା ତିଆରି ହଉଛି। ତ ଫିନିସିଂ ପୁରା ରହିବ, ଚିକଣ ବି କାଠି ରହିବ, ଦେଖିବା ପାଇଁ ବି ବଢିଆ ଲାଗିବ ପୁରା। ତ ତିଆରି ଚାଲିଛି। ସ୍ପିଡ ଅଛି 35 ସ୍ପିଡ, 35 ଖଣ୍ଡେ ହବ ସ୍ପିଡ। ତ ମୁଁ ଅଧିକ ଚଲଉନି କଣ ପାଇଁ ନା ଅଧିକ ସ୍ପିଡ ଦଉନି। ତ 35 ସ୍ପିଡ ଅଛି। ତ ଏ 40 ଦେବା, 40 ସ୍ପିଡ ରେ ଚାଲିଲା। ଧୀରେ ଧୀରେ ତାକୁ ସ୍ପିଡ ବଢେଇବି। ସାଙ୍ଗେ ସାଙ୍ଗେ ଅଧିକ ସ୍ପିଡ ହେଲା ମାନେ ଅସୁବିଧା। କେତେ ବାହାରିଲା କାଠି, ବାହାରିଲା କାଠି। ସାଇଜ ଟିକେ ରଖିଦେବା। ଏବେ ମେସିନ୍ ଚାଲିଲା 40 ସ୍ପିଡରେ, ପୁରା 40 ଅଛି ସ୍ପିଡ। ତ 40 ସ୍ପିଡରେ ଚାଲୁଛି। ତାପରେ ପୁଣି ଟିକେ ଚାଲିଲା ପରେ 50 ସ୍ପିଡକୁ ଆସିବ। କାଠି ଭଲ ନାହିଁ ବୋଲି ଏଇଭଳିଆ ହେଲା ଅସୁବିଧା। ଦେଖନ୍ତୁ କାଠି ପତଳା କାଠି ପୁରା। ଯଦି କାଠି ଭଲ ରହିବ ତ ପ୍ରଡକ୍ସନ ଟିକେ ଅଧିକା ହବ, ମାନେ ଚଲବା ପାଇଁ ବି ଭଲ ଲାଗିବ। ମେନ୍ ହେଲା ସବୁଠୁ କାଠି। ତ କାଠି ଉପରେ ରହିଲା ସବୁ କଥା। ଆଉ ପ୍ରିମିକ୍ସ ଭଲ କ୍ୱାଲିଟିର ଦରକାର। ତ ଯଦି ଏଇ ଦିଟା ଜିନିଷ ଭଲ ରହିଲା ତ ଆପଣ ପ୍ରଡକ୍ସନ ବହୁତ କରିପାରିବେ। ସ୍ମୁଥ ବି ମେସିନ୍ ଚାଲିବ, ଚଲବା ପାଇଁ ବି ବଢିଆ ଲାଗିବ। ଆଉ ଯଦି କାଠି ଖରାପ ପଇଲା ତ ପ୍ରଡକ୍ସନ ପୁରା କମିଯିବ। ଏବେ ଦେଖୁଥିବେ ଯେତିକି ଚାଲିଲା ମେସିନ୍, ଯଦି କାଠି ଭଲ ଅଛି ବୋଲି ଚାଲିଛି। ଯଦି କାଠି ଖରାପ ପଇଲା ତ ଏଇଭଳିଆ ଅଟକିବ। ଦେଖନ୍ତୁ ଏଇଟା ପୁରା ପତଳା କାଠିଟା, ସେଥିପାଇଁ ବୋଲି ନେଇପାରିଲାନି। ତ ଇଏ ଗୋଟେ ପ୍ରୋବ୍ଲେମ ରହୁଛି। ନା ହାତରେ ଦେଲେ ଚାଲିବ, କିନ୍ତୁ ଏଥିରେ ହେଲେ ଅସୁବିଧା ହଉଛି। ସ୍ପିଡରେ ହେଲେ ଏଇ କାଠି ଚାଲିବନି, ସ୍ଲୋରେ ଯଦି ହେଲା ଚାଲିବ। ଏତିକ ମତେ ବନେଇବା ପାଇଁ କେତେ ଟାଇମ ଲାଗିବ।
ଭିଡ଼ିଓ ପୁରା ସେ ପର୍ଯ୍ୟନ୍ତ କରିବେ ଏଇଥିବ ମସଲା ଅଛି ଆଉ ଥିଲା ଏଇଟା କେତେ ଟାଇମ୍ ଲାଗୁଛି ସେଇଟା କରିବେ। ଭିଡ଼ିଓଟା ଯେତିକି ମିନିଟ୍ ହବ ଏଇତିକ ସାରିକି ଏତିକି ମିନିଟ୍ ତ ସେଥିପାଇଁ ମୁଁ ଦେଖନ୍ତୁ ଆଉ ଝୁଣା ଧୂପ ନେବା ପାଇଁ କଣ୍ଟାକ୍ଟ କରନ୍ତୁ ମୋ ନମ୍ବରରେ। ଆଉ ଭଲ କ୍ୱାଲିଟିର ଝୁଣା ଧୂପ ରେଟ୍ ବି କମ୍ ରେଟ୍ରେ ବି ଅଛି। ତ ଜିନିଷ ବନବା ଅନୁସାରେ ରେଟ୍ ତ ଆପଣ ଯୋଉଠି ବି ଖୋଜିବେ ଦେଖନ୍ତୁ ଏଇଟା ପତଳା କାଠି ବୋଲି କଟିଲା ଏଇଭଳିଆ ଯଦି କାଠି ବାହାରିଲା ତ ପ୍ରଡକ୍ସନ କମିବ ଟାଇମ୍ ବି ବରବାଦ। ଯୋଉ ଟାଇମ୍ ଟା ମୁଁ ଖୋଲିଲି କାଠିଟା ବାହାର କଲି ଆଉ ଭର୍ତ୍ତି କଲି ସେଇ ଟାଇମରେ କେତେଟା କାଠି ବାହାରି ସାରିଥିଲା। ତ ଏଇଟା ହଉଛି ପ୍ରୋବ୍ଲେମ କାଠି ଭଲ କାଠି ଦରକାର। ଭଲ କାଠି ନହେଲେ ପ୍ରଡକ୍ସନ ପୁରା କମିଯିବ। ଦେଖ এইଭଳିଆ ଆହୁରି ଅଟକିବ ଏଇଟା ପତଳା ସବୁ କାଠି ମୁଁ ବାଛିଛି ଅଳ୍ପ ବାଛିଥିଲି। କାଠି ଭଲ କାଠିଟା ଭଲ ତ ଡାଇର କାଠି ଭିତରେ ସେଟିଂ ବଡ଼ ବଡ଼ ହେଲେ ବି ଅସୁବିଧା ତ ଆଉ ସେ ପାଖ ଦେଇଦବା ଏତିକ ବାହାରିଲା ଏଇତିକ କେତେ ଟାଇମ୍ ଲାଗୁଛି ବନବା ପାଇଁ ଭିଡ଼ିଓରେ ଏଇଠି ଦେଖନ୍ତୁ ଆପଣ। କେତେ ସମୟ ଲାଗୁଛି ଏତିକି ବନବା ପାଇଁ ତ ଏଇ ଭିଡ଼ିଓରେ ଦେଖନ୍ତୁ କେତେ ମିନିଟ୍ ଲାଗୁଛି ଆପଣ ଏଇ ଯୋଉ କାଠି ପଡ଼ିବା ମାତ୍ରେ ଆପଣ ଅନୁମାନ କରନ୍ତୁ ଯେ କେତେ ଟାଇମରେ ଏତିକି କାଠି ହଉଛି। ଦେଖ ଅଟିକିଲା ଏଠି ସମୟ ବେକାର ହେଲା ଏଇଟା ପତଳା କାଠିଟା ପରେ ତ ଏଇତିକିରେ ମେସିନ୍ ଯଦି କଣ୍ଟିନ୍ୟୁ ଚାଲିବ ତାହେଲେ ନନଷ୍ଟପ୍ ଯେତିକି ସ୍ପିଡ 40 ସ୍ପିଡ ପୁରା ଦେଇଛି ତ ନନଷ୍ଟପ୍ ଯଦି ଚାଲିବ ପ୍ରଡକ୍ସନ ଅଧିକା ହେଇପାରିବ ଆଉ ଅଟକିଲେ 20-30 ସ୍ପିଡରେ ଟିକେ କମିବ ପ୍ରଡକ୍ସନ ତ ଅଧିକ ଟାଇମ୍ ଲାଗିବ ଆଉ କାଠି ଯଦି ଭଲ ନହେଲା ତ ପ୍ରଡକ୍ସନ ପୁରା କମିଯିବ। ଆପଣ ଯେତେ ବି ଇଏ କଲେ ପ୍ରଡକ୍ସନ କରିପାରିବେନି ମେନ୍ ହଉଛି କାଠିଟା ଭଲ ରହିବା ଦରକାର ତ ଭଲ କାଠି ହେଲେ ବି ପ୍ରଡକ୍ସନ ହବ ତା ନୁହେଁ ତାପରେ ରହିଲା ମେଟେରିଆଲ ଯଦି ଇଏ ହେଲା ବି ପ୍ରଡକ୍ସନ ବି କମିବ।
ଦେଖ। ତ ମୁଁ ବେଶୀ ସ୍ପିଡ ଦେବିନି କାରଣ ଟିକେ କାଠି ମୋର ବାଛିନି ଏ କାଠିଟା। କାଠି ବାଛା ହେଇନି ବୋଲି ବେଶୀ ଅଧିକ ସ୍ପିଡ ଆଉ ଦେବିନି, ସେ 40ରେ ଥାଉ, ନହେଲେ ପିଷ୍ଟନ ଉପରେ ପ୍ରେସର ପଡିବ। ନହେଲେ ପତଳା କାଠି। ଅଧିକ ବାହାରିଲା, ୟାକୁ କେତେ ମିନିଟ୍ ଲାଗିଥିବ ଆପଣ ଦେଖ ମାର୍କ କରନ୍ତୁ। ଏତିକି ଷ୍ଟିକ୍ ବାହାରିଛି। ତ ଏଇଭଳିଆ କାଠି ଯଦି ମୁଁ ଜମା ବି ବାଛି ନଥାଏ, ମାନେ ଟୋଟାଲ ବାଛି ନଥାଏ ଯେ ଏତେ ଚାଲି ନଥାନ୍ତା, କାହିଁକିନା କାଠି ବାଛିବାକୁ ପଡ଼ିବ, ବାଛିଲେ ଭଲ ଚାଲିବ। ତ ରହିଯାଇଛି, ଇଏ ବାଛିଥିଲି ରହିଯାଇଛି, ପ୍ରାୟ କମ୍ ବାଛିଥିଲି ତ ରହିଯାଇଛି, ସେଥିପାଇଁ ବୋଲି ଡିଷ୍ଟର୍ବ ହଉଛି। ତ କାଠି ହିଁ ଖରାପ, ତ ଆଉ ଆମେ ମେସିନ୍ କି ଇଏ କରିବାଟା ଠିକ୍ ନୁହେଁ। ମେସିନ୍ ତ ସେତାରେ ଚାଲୁଛି, ତ ୟାକୁ ସ୍ପିଡ ଅଧିକ ସ୍ପିଡ 50-60 ଏଇଭଳିଆ କାଠି ହେଲେ ଚଲେଇ ହବ, କେବେ ବି ହବନି ଚଲେଇ। 60 ସ୍ପିଡ ଯଦି କାଠି ଭଲ ନହେଲା କେବେ ବି ଚଲବନି, ଯଦି ଚଲବ ମେସିନ୍ ପିଷ୍ଟନ ଖରାପ ହବ। ଗିଅର ବକ୍ସ ଉପରେ ବି ପ୍ରେସର ପଡିବ। ଦେଖ ଏଇଥିରେ ବାହାରିଲା, କେତେ ମିନିଟ୍ ହେଇଛି ଆପଣ ଦେଖିଥିବେ ଏଇଆ। ତ ପ୍ଲିଜ ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ, ଆଜି ଜାଣିବେ ଇଏ ମୋର ହେଇଥିଲା 4 କିଲୋର ପାଗଟା ହେଇଥିଲା। ତ କେତେ ଟାଇମ୍ ଲାଗୁଛି ଆପଣ ନିଜେ ଦେଖନ୍ତୁ ଭିଡ଼ିଓରେ। ଭିଡ଼ିଓଟା ଯେତେ ମିନିଟ୍ ହବ ସେତିକି ଟାଇମ୍ ଲାଗିବ, କେତେ ସମୟ ଲାଗୁଛି। ମେସିନ୍ ଅଛି 40 ସ୍ପିଡରେ ଅଛି। ଅଟକିଲା, କାଠିଟା ବଙ୍କା ବଙ୍କିରା ରହିବ। ସରି ବାହାର ନ କରି ଏତେ ସମୟ ଯାଉଛି ନା। ସାଇଜରେ ରହିବ। କଣ ମେସିନ୍ ତୁ ଏମିତି କାଠି ରଖୁଛୁ? ଏଇ ପତଳା ଷ୍ଟିକ୍ ପାଇଁ ବୋଲି ଅଟକୁଛି।
तो आमे जो काठी बनाऊछु काठी बनाऊछु तो टाइम को भी आमे गुटे केजी केते टाइम लागुची सेही हिसाब रे भी आमे हिसाब करबा कैलकुलेशन करबा जेतले हिसाब करबा आउ केते टाइम सेतरे आमे टाइम देबा पड़ुची तारो आ मेसिन रो मेंटेनेंस जेमती हेले टंके दे टवा निहाती रखिए पिस्टन दा तो खाइबो रूलर खाइबो आउ ऑयल आपनकर मोबिल एडे भी खाइबो गियर ऑयल भी खाइबो तो ता पई आपण एई गुटे केजी रो ही बाहर करिवे तो ठीक रहइबो आउ जदी आपण कहबे नाही रॉ मटेरियल तो 30 टका नै जी रॉ मटेरियल रे डायरेक्ट आपण हिसाब करबो तो मोर कम खर्च होजी बोली आ जो रिजेक्ट पडुजी जोरा सेडा भी हिसाब करिवे तापर जाईकी फाइनल हिसाब करिवे जे गुटे केजी रे केते टका खर्च धर आपनकर 100 टका खर्च होला तो सब बेले आपण अधिक 5 टका निहाती अधिक रेट अधिक देबे तो ए सब को हिसाब करिकी आपण कहबे जे नाही एती टका खर्च आसु आ खाली कहउछन्ती नाही रॉ मटेरियल आपण हिसाब करछन्ती एती रॉ मटेरियल पड़ला एती टका में पैसा रे सेडा बोल दिन सेडा हिसाब नहीं एसी हे गला आ धरी हो एते एते धरिबेनी कारण मोर टिके अभ्यास अछि बोली मैं धरि दउजी हेले भी रिक्स खंडिया हो जाई पारे देखो काठी के डिस्टर्ब कर दी ଆମର ଇଏ ହେଲା ମେନ୍ ହେଲା କାଠି ଯଦି ଭଲ ରହିଲା ତ ଭଲ ନହେଲେ ପୁରା ପଡିବ ଏତେ ଏତେ ଧରିବେନି କାହିଁକି ନା ଅସୁବିଧା ଦି ହାତରେ ଧରିବାକୁ ପଡୁଛି ତ କାଠି ଖଣ୍ଡିଆ ହବାର ବି ଚାନ୍ସ ରହିଛି ସବୁଠୁ ମୁଠା ଯେମିତି ହବ ହେଲେ ଠିକ ରହିବ